ପିଲାମାନେ ତ ଆଜି ଆମେ ସ୍ଟାର୍ଟ କରିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସାଧାରଣ ଜ୍ଞାନ ପାଠ 8 ପ୍ରଥମ ଶ୍ରେଣୀର। ତ ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପର୍ବପର୍ବାଣୀ ବିଷୟ ନା ପର୍ବପର୍ବାଣୀ। କେଉଁ ମାସରେ ଶିବଙ୍କ ଉପରେ ଭାର ଭାର ପାଣି ଢଳାଯାଏ ବା ଚଢ଼ାଯାଏ? ଶ୍ରାବଣ ମାସରେ। ଗଣେଶ ପୂଜା କେଉଁ ମାସ କେଉଁ ତିଥିରେ ପଡ଼େ? ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥି। ଦୁର୍ଗା ପୂଜା କେବେ ପାଳନ କରାଯାଏ? ଆଶ୍ୱିନ ମାସରେ। କେଉଁ ପର୍ବରେ ଡଙ୍ଗା ଭସାଯାଏ? କାର୍ତ୍ତିକ ପୂର୍ଣ୍ଣିମା। କେଉଁ ମାସରେ ମା ଲକ୍ଷ୍ମୀଙ୍କର ମାଣ ବସାଯାଏ? ମାର୍ଗଶିର। ଶାମ୍ବ ଦଶମୀ କେଉଁ ମାସରେ ପଡ଼େ? ପୌଷ ମାସରେ ଶାମ୍ବ ଦଶମୀ ପଡ଼ିଥାଏ। ସରସ୍ୱତୀ ପୂଜା କେଉଁ ମାସରେ କେଉଁ ତିଥିରେ ହୋଇଥାଏ? ମାଘ ଶୁକ୍ଳ ପଞ୍ଚମୀ ତିଥିରେ। ତ ଚାଲନ୍ତୁ ଏବେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି? ଦୋଳ ପୂର୍ଣ୍ଣିମା କେଉଁ ମାସରେ ପଡ଼େ? ଫାଲ୍ଗୁନ। ରାମନବମୀ କେଉଁ ମାସରେ ପଡ଼େ? ଚୈତ୍ର। ଓଡ଼ିଶାର ନବବର୍ଷ କେବେ ପାଳନ କରାଯାଏ? ବୈଶାଖ। ପଣା ସଂକ୍ରାନ୍ତି ସାବିତ୍ରୀ ବ୍ରତ କେବେ ପାଳନ କରାଯାଏ? ବୈଶାଖ ମାସରେ। ଦୀପାବଳି କେଉଁ ମାସରେ? କାର୍ତ୍ତିକ। ମହରମ ପର୍ବ ମୁସଲମାନ ମାନେ କରନ୍ତି। ବଡ଼ଦିନ ପର୍ବ ଖ୍ରୀଷ୍ଟିଆନ ମାନେ। ରଜ ପୂର୍ବ କେତେ ଦିନ ଧରି ହୋଇଥାଏ? 3 ଦିନ। ତ ନେକ୍ସଟ ପାଠ 9 ବିଯିବା ଆଜି ପଢ଼ିଦେବା 9ଟା ଦେଇଛି। ହିନ୍ଦୁମାନେ ପୂଜା କରିବାକୁ କେଉଁଠାକୁ ଯାଆନ୍ତି? ମନ୍ଦିର। ଶିଖ ମାନେ ପ୍ରାର୍ଥନା କରିବାକୁ କେଉଁଠିକୁ ଯାଆନ୍ତି? ଗୁରୁଦ୍ୱାର। ଖ୍ରୀଷ୍ଟିଆନ ମାନେ କେଉଁଠି ଯାଆନ୍ତି? ଗିର୍ଜା। ମୁସଲମାନ ମାନେ ମସଜିଦ୍। କେଉଁ ମନ୍ଦିର ଉପରି ଭାଗରେ ତ୍ରିଶୂଳ ଥାଏ? ଶିବ ମନ୍ଦିର ଉପରେ। ଚକ୍ର କେଉଁଠି ଥିବ? ଚକ୍ର ଥିଲେ କେଉଁ ମନ୍ଦିର ଜାଣିବା? ବିଷ୍ଣୁ। ପ୍ରସିଦ୍ଧ ତାରିଣୀ ମନ୍ଦିର କେଉଁଠାରେ ଅଛି? ଘଟଗାଁ। ଆଖଣ୍ଡଳମଣି ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ? ଭଦ୍ରକ। ତାପରେ ଦେଇଛି ମହାବିନାୟକ ମନ୍ଦିର କେଉଁଠାରେ ଅବସ୍ଥିତ? ମହାବିନାୟକ ମନ୍ଦିର ଚଣ୍ଡିଖୋଲରେ ଅବସ୍ଥିତ। ଲିଙ୍ଗରାଜ ମନ୍ଦିର କେଉଁଠାରେ ଅବସ୍ଥିତ? ଭୁବନେଶ୍ୱରରେ। କ୍ଷୀରଚୋରା ଗୋପୀନାଥ ମନ୍ଦିର କେଉଁଠାରେ ଅବସ୍ଥିତ? ରେମୁଣା। ମା ବିରଜାଙ୍କ ମନ୍ଦିର କେଉଁଠାରେ ଅବସ୍ଥିତ? ଯାଜପୁରରେ। ଆମ ଯାଜପୁର। ଶଙ୍ଖକ୍ଷେତ୍ର କେଉଁ ସ୍ଥାନକୁ କୁହାଯାଏ? ପୁରୀ। ଓଡ଼ିଶାର କୈଳାସ କାହାକୁ କୁହାଯାଏ? କପିଳାସ। ଅର୍କକ୍ଷେତ୍ର କହିଲେ କେଉଁ ସ୍ଥାନକୁ ବୁଝାଏ? କୋଣାର୍କ। ଗଦାକ୍ଷେତ୍ର କହିଲେ ଯାଜପୁର। ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ମା ଶାରଳାଙ୍କ ମନ୍ଦିର କେଉଁ ସ୍ଥାନରେ ଅଛି? ମା ଶାରଳା ମନ୍ଦିର ଝଙ୍କଡ଼। ମଙ୍ଗଳାଙ୍କ ମନ୍ଦିର କେଉଁ ସ୍ଥାନରେ ଅଛି? କାକଟପୁର। ତାପରେ ନେକ୍ସଟ ଦେଖିବା କ'ଣ ଦେଇଛି। ବିମଳାଙ୍କ ମନ୍ଦିର କେଉଁଠାରେ? ପୁରୀରେ। ପଞ୍ଚଲିଙ୍ଗେଶ୍ୱର ମନ୍ଦିର କେଉଁଠାରେ? ବାଲେଶ୍ୱରରେ। ଖିଚିଙ୍ଗେଶ୍ୱରୀ ଖିଚିଙ୍ଗରେ। କପିଳାସରେ ଚନ୍ଦ୍ରଶେଖର। କପିଳାସରେ ଶିବ କେଉଁ ନାମରେ ପୂଜା ପାଆନ୍ତି? ଚନ୍ଦ୍ରଶେଖର। କୋଣାର୍କ ମନ୍ଦିର କେଉଁ ଦେବତାଙ୍କ ପୂଜା ପାଇଁ ନିର୍ମାଣ କରାଯାଇଥିଲା? ସୂର୍ଯ୍ୟ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଓ ବେଲ୍ ଆଇକନକୁ ଦବାଇ ଦେବେ, ଯାହା ଫଳରେ ସବୁ ଭିଡ଼ିଓର ନୋଟିଫିକେସନ୍ ମିଳିବ।